ଦେଖୁନ୍ ଏଇଟା ମହେନ୍ଦ୍ରଗିରି ପର୍ବତ ଉପରେ ଅଛେ ଆମର ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପର୍ବତ ଉପରେ ଇଟା ଯେନେକି ଓଡ଼ିଶାର ବୋଧେ 1 ନମ୍ବର କହିଲେ ବି ଚଲବା। ପର୍ବତ ମାନଙ୍କର ସମୁକରୁ ବେଶୀ ଉଞ୍ଚା କିଛି ନାହିଁ ବି 4000 ସମୁଦ୍ର ପତନରୁ 4000 ଫୁଟ ଉପରେ ବାଦଲ ମାନେ ନିଜର ଦେହ ପିଟି ହେଇକିରି ଯାଉଛେ। ଦେଖୁନ୍ କେନ୍ତା ଦେଖୁନ୍ ଏଇଟା ବାଦଲ ମାନେ ତାର ଉପରେ ମୁଇଁ ଏଇଟା ଭିଡ଼ିଓ ସୁଟିଂ କରୁଛେ। ଦେଖୁନ୍ ଆପଣ ମାନେ ଭଲସେ ଦେଖୁନ୍ ପୁରା ଏଇଟା ହଉଛି ମହେନ୍ଦ୍ରଗିରି ପର୍ବତ ଉପର ଭଲକରି ଦେଖୁନ୍ ଏଇଟା ଟିକେ ମୁଇଁ ଟିକେ ଜୁମ୍ କରିକି ଦେଖେଇଦେମି। ଦେଖୁନ୍ କେତେ ଉଚ୍ଚା ଥିବା ଭାବେ ଦେଖୁନ୍ ପର୍ବତ ମାନଙ୍କର ଉପରେ ଏଇଟା ଦେଖିଲେ ତ ଆହୁରି ଟିକେ ଜୁମ୍ କରମି। ଏଇଟା ଆଜି ବର୍ଷା ଟିକେ ଟିକେ ହଉଛି ଏଥିରେ ଭିଡ଼ିଓ ଟିକେ କ୍ଲିଅର ନା ଆସିବା ଟିକେ କୁହୁଡ଼ିଆ ଆସିବା। ଏଇଟା ସମୁଦ୍ର ଉପରେ ଅଛୁ ଦେଖୁନ୍ ଏଇଟା କିଛି ନାହିଁ 4000 ଫୁଟ ଉପରେ ଏଇଟା ଅଛୁ। ବାଦଲ ବାଦଲ କେନ୍ତା ଅଛି ଦେଖୁନ୍ ତାର ଉପରେ ବି ଆମେ ଅଛୁ। ମୁଇଁ ଯେନ୍ ଭିଡ଼ିଓ ସୁଟିଂ କରୁଛେ ଆପଣମାନେ ଜାଣିପାରୁଥିବେ ଯେ କେତେ ଉଚ୍ଚାରେ ଆମେ ଅଛୁ। ଦେଖୁନ୍ ଏଇଟା ବାଦଲ କେନ୍ତା ବାଦଲ ଉପରେ ବର୍ତ୍ତମାନ ମୋର ଦେହ ବାଦଲ ପିଟି ହେଇକରି ଯାଉଛେ। ଶୀତଦିନ ଲାଗି ଜ୍ୟାକେଟ୍ ପିନ୍ଧିଛେଁ ସବୁ ଭିଜି ଗଲାନ। ଦେଖୁନ୍ ଭଲସେ ମୁଁ ଏତ୍କି ଉଚ୍ଚାରେ ଅଛେ। ଆପଣମାନେ ବି ଆସୁନ୍ ଥରେ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପର୍ବତ ଉପରକୁ ବୁଲିକିରି ଯାଉନ୍ ଦେଖିବେ ପୁରା ଜାମ୍ମୁ କାଶ୍ମୀରରେ ବୁଲିଲା ଲେଖାନ୍ ଲାଗ୍ବା। ଆପଣମାନେ ଦେଖୁନ୍ କେନ୍ତା ଜାଗାଟେ আর ଟିକେ ଜୁମ୍ କରି ସେ ଜାଗାକେ ଦେଖୁନ୍ କେଡ଼େ କେଡ଼େ ପର୍ବତ ମାନେ କେତେ ଇଟା ମାନେ ବଡ଼ ଯେନ୍ ମାନେଟା ଦିଶୁଛେ ବଡ଼ ବଡ଼ ପର୍ବତ ତାର ପର୍ବତ ଉପରେ ବି ମୁଇଁ ଅଛେ। ଇଟା ହଉଛି ମହେନ୍ଦ୍ରଗିରି ପର୍ବତ ଆମର ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପର୍ବତ। ଆପଣମାନେ ବି ଥରେ ଆସୁନ୍ ଦେଖୁନ୍ ଆଉ ଟିକେ ବି ଦେଖୁନ୍ କେନ୍ତା କେତେ ପର୍ବତ ଜଙ୍ଗଲ ଉପରେ ଯେ ଆଉ ଟିକେ ହେଇଯେନ୍ ବାଦଲ ଭଳିଆ ଯେନ୍ ହେନ୍କେ ଟିକେ ଜୁମ୍ କରି ଯେନ୍ ଦେଖୁନ୍ ଭଲସେ ଏଇଟା କାଣା ଯେ ବାଦଲ ଆର୍ ଜୁମ୍ ତ ନାଇଁ କରି କ୍ୟାମେରାର ଲାଷ୍ଟ ସୀମା ପଲେଇ ଆଇଲା। ଓକେ ଧନ୍ୟବାଦ। ସମସ୍ତଙ୍କୁ ଅନୁରୋଧ କରମି ସଭେ ତାମାନେ ଇନକେ ଘା ଥରେ ବୁଲି ଆସୁନ୍। ରଖୁଛେଁ ଯାହାକେ ଭଲ ଲାଗ୍ଲା ମୋର ଭିଡ଼ିଓକେ ଦୟାକରି ମୋର ଚ୍ୟାନେଲ୍କେ ସବସ୍କ୍ରାଇବ୍ କରୁନ୍ ଲାଇକ୍ କରୁନ୍ ଆଉ ଭିଡ଼ିଓ କେନ୍ତା ଲାଗ୍ଲା ଯେ କମେଣ୍ଟରେ ଟିକେ ଜଣାବେ ଯେ ମୋତେ ଭଲ୍ ଲାଗ୍ବା ଏନ୍ତା ଭିଡ଼ିଓ ମାନେ କରବାର୍ ଲାଗି। ଧନ୍ୟବାଦ।